ଯାହା ବୃଦ୍ଧି ପ୍ରାପ୍ତ ହୋଇ ଯାହା କିଛି ହୋଇ ମଧ୍ୟ ତାହା ହିଁ ରହିଛି, ତାହା ହିଁ ବ୍ରହ୍ମ। ଜଗତର ସମସ୍ତ ଐଶ୍ୱର୍ଯ୍ୟ ଜାଣିବା, ଭଲ ପାଇବା ଓ କର୍ମ ଯାହାଙ୍କ ଭିତରେ ସହଜ ଉଚ୍ଚାରିତ, ଆଉ ଯାହାଙ୍କ ପ୍ରତି ଆସକ୍ତିରେ ମଣିଷର ବିଚ୍ଛିନ୍ନ ଜୀବନ ଓ ଜଗତର ସମସ୍ତ ବିରୋଧର ଚରମ ସମାଧାନ ଲାଭ ହୁଏ, ସେ ହିଁ ମଣିଷର ଭଗବାନ। ଭଗବାନଙ୍କୁ ଜାଣିବା ମାନେ ହିଁ ସମସ୍ତଟାକୁ ବୁଝିବା ବା ଜାଣିବା। ଯାହାଙ୍କର କୌଣସି ମୂର୍ତ୍ତ ଆଦର୍ଶରେ କର୍ମମୟ ଅତୁଟ ଆସକ୍ତି ସମୟ ବା ସୀମାକୁ ଅତିକ୍ରମ କରି ତାହାଙ୍କୁ ସହଜ ଭାବରେ ଭଗବାନ କରି ତୋଳିଛି, ଯାହାଙ୍କର କାବ୍ୟ, ଦର୍ଶନ ଓ ବିଜ୍ଞାନ ମନର ଭଲମନ୍ଦ ବିଚ୍ଛିନ୍ନ ସଂସ୍କାରଗୁଡ଼ିକୁ ଭେଦ କରି ସେହି ଆଦର୍ଶରେ ହିଁ ସାର୍ଥକ ହୋଇ ଉଠିଛି, ସେ ହିଁ ସଦ୍ଗୁରୁ। ଯାହାଙ୍କର ମନ ସତ୍ ବା ଏକାସକ୍ତିରେ ପୂର୍ଣ୍ଣ, ସେ ହିଁ ସତ୍ ବା ସତୀ। ଆଦର୍ଶରେ ମନ ସମ୍ୟକ୍ ପ୍ରକାରେ ନ୍ୟସ୍ତ କରିବାର ନାମ ସନ୍ନ୍ୟାସ। କୌଣସି ବିଷୟରେ ମନ ସମ୍ୟକ୍ ଭାବରେ ଲାଗି ରହିବାର ନାମ ସମାଧି। ନାମ ମଣିଷକୁ ତୀକ୍ଷ୍ଣ କରେ, ଆଉ ଧ୍ୟାନ ମଣିଷକୁ ସ୍ଥିର ଓ ଗ୍ରହଣକ୍ଷମ କରେ। ଧ୍ୟାନ ମାନେ ହିଁ କୌଣସି କିଛି ଗୋଟିଏ ଚିନ୍ତା ନେଇ ଲାଗି ରହିବା, ଆଉ ତାହା ହିଁ ଆମ୍ଭେମାନେ ବୋଧ କରିପାରୁ, ଯାହାକି ଆମ୍ଭମାନଙ୍କର ଲାଗି ରହିବାରେ ବିକ୍ଷେପ ଆଣିଦିଏ, କିନ୍ତୁ ଭାଙ୍ଗି ଦେଇପାରେ ନାହିଁ। ବିରକ୍ତ ହେବା ମାନେ ହିଁ ବିକ୍ଷିପ୍ତ ହେବା। ତୀକ୍ଷ୍ଣ ହୁଅ, କିନ୍ତୁ ସ୍ଥିର ହୁଅ। ସମସ୍ତ ଅନୁଭବ କରିପାରିବ। କୌଣସି କିଛିରେ ହିଁ ଯୁକ୍ତ ହେବା ବା ଏକମୁଖୀ ଆସକ୍ତିର ନାମ ହିଁ ଯୋଗ। କୌଣସି କିଛି ଦ୍ୱାରା ପ୍ରତିହତ ହେଲେ ଯାହା ନିଜକୁ ପ୍ରତିଷ୍ଠିତ କରିବାକୁ ଚାହେଁ, ତାହା ହିଁ ଅହଂ, ସେଲ୍ଫ। ଅହଂକୁ ଶକ୍ତ କରିବା ମାନେ ହିଁ ଅନ୍ୟକୁ ନ ଜାଣିବା। ବସ୍ତୁ ବିଷୟକ ସମ୍ୟକ୍ ଦର୍ଶନ ଦ୍ୱାରା ତନ୍ ମନନରେ ମନର ନିବୃତ୍ତି ଯେଉଁମାନଙ୍କର ହୋଇଛି, ସେହିମାନେ ହିଁ ଋଷି। ମନର ସର୍ବପ୍ରକାର ଗ୍ରନ୍ଥିର ସଂସ୍କାରର ସମାଧାନ ବା ମୋଚନ ହୋଇ ଏକରେ ସାର୍ଥକ ହେବା ହିଁ ମୁକ୍ତି। ଯେ ଭାବ ଓ କର୍ମ ମଣିଷକୁ କାରଣମୁଖୀ କରିଦିଏ, ତାହା ହିଁ ଆଧ୍ୟାତ୍ମିକତା। ଯେ ତୁଳନା ଅନ୍ତର୍ନିହିତ କାରଣକୁ ଫୁଟାଇ ତୋଳେ, ତାହା ହିଁ ପ୍ରକୃତ ବିଚାର। କୌଣସି ବସ୍ତୁକୁ ଲକ୍ଷ୍ୟ କରି ତାହାର ସ୍ୱରୂପ ନିର୍ଦ୍ଦେଶକ ବିଶ୍ଳେଷଣ ହିଁ ଯୁକ୍ତି। କୌଣସି କାର୍ଯ୍ୟ କରି ବିଚାର ଦ୍ୱାରା ତାହାର ଭଲ ମନ୍ଦ ଅନୁଭବ କରି ଯେଉଁ ତାପ ହେତୁ ମନ୍ଦ ପ୍ରତି ବିରତି ଆସେ, ତାହା ହିଁ ଅନୁତାପ। ଯେଉଁଠାକୁ ଗମନ କରିଲେ ମନର ଗ୍ରନ୍ଥିର ମୋଚନ ବା ସମାଧାନ ହୁଏ, ତାହା ହିଁ ତୀର୍ଥ। ଯାହା କରିଲେ ଅସ୍ତିତ୍ୱକୁ ରକ୍ଷା କରି ହୁଏ, ତାହା ହିଁ ପୁଣ୍ୟ। ଯାହା କରିଲେ ରକ୍ଷା ପାଇବାରୁ ପତିତ ହୁଏ, ତାହା ହିଁ ପାପ। ଯାହାର ଅସ୍ତିତ୍ୱ ଅଛି ଏବଂ ତାର ବିକାଶ ଅଛି, ତାହା ହିଁ ସତ୍ୟ, ରିଏଲ୍। ଯାହା ଧାରଣା କରିବାରେ ମନର ନିଜତ୍ୱ ଅକ୍ଷୁଣ୍ଣ ରହେ, ତାହା ହିଁ ସସୀମ। ଯାହା ଧାରଣା କରିବାକୁ ଯାଇ ମନ ନିଜତ୍ୱ ହରାଇ ବସେ, ତାହା ହିଁ ଅନନ୍ତ ବା ଅସୀମ। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।